ଗୁଣାଢୟଙ୍କର ବୃହତ୍ କଥା ବିଶ୍ୱ କଥା ସାହିତ୍ୟରେ ନିଜ ଶୈଳୀରେ ଅତୁଳନୀୟ। ରାମାୟଣ ଓ ମହାଭାରତକୁ ବାଦ୍ ଦେଲେ ଏହା ସଂସ୍କୃତ ସାହିତ୍ୟ ପରମ୍ପରାର ସବୁଠୁ ପ୍ରଭାବଶାଳୀ ପୁସ୍ତକ। ସେ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆନ୍ଧ୍ରର ରାଜା ସାତବାହନଙ୍କର ସମସାମୟିକ ଥିଲେ ଓ ପୁସ୍ତକଟିକୁ ପ୍ରାକୃତ ଭାଷାରେ ଲେଖିଥିଲେ। ପରବର୍ତ୍ତୀ କାଳରେ ଅନେକ ଲେଖକ ତାକୁ ସଂସ୍କୃତ ଭାଷାରେ ଅନେକ ଥର ଅନୁଦିତ କରିଥିଲେ। ସେହିସବୁ ପୁସ୍ତକମାନଙ୍କ ମଧ୍ୟରେ ସୋମଦେବ ଭଟ୍ଟଙ୍କ ରଚିତ କଥା ସରିତ ସାଗର ସବୁଠୁ ବେଶୀ ଲୋକପ୍ରିୟ। ଏହି ପୁସ୍ତକକୁ ସମ୍ଭବତଃ ସେ 11ଶ ଖ୍ରୀଷ୍ଟାବ୍ଦରେ ରଚନା କରିଥିଲେ। ପ୍ରକୃତରେ କଥା ସରିତ ସାଗର ଭାରତୀୟ କଥା ପରମ୍ପରାର ଭଣ୍ଡାର। ଏଥିରେ ପୁରାଣ ଓ ଇତିହାସ, ବାସ୍ତବ ଓ ଅବାସ୍ତବ, ସତ୍ୟ ଓ ଇନ୍ଦ୍ରଚାଲର ଅଦ୍ଭୁତ ମିଳନ ଘଟିଛି। ଅଦ୍ଭୁତ ଚରିତ୍ର ଓ ଇତିହାସ ପ୍ରସିଦ୍ଧ ନାୟକମାନଙ୍କର କଥା ବି ଏଥିରେ ଅତି ସୁନ୍ଦର ଓ ଚମତ୍କାର ଭାବରେ କୁହାଯାଇଛି। ବ୍ୟାଡ଼ି, ବରରୁଚି, ଇନ୍ଦ୍ରଦତ୍ତ ଓ ପାଣିନିଙ୍କ ଭଳି ବହୁ ପଣ୍ଡିତ ଓ ବ୍ୟାକରଣବିଦ୍ମାନଙ୍କ ବିଷୟରେ ଅନେକ ରୁଚିପୂର୍ଣ୍ଣ କାହାଣୀ ମଧ୍ୟ ଏଥିରେ ଅଛି। ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରୁ ମଧ୍ୟଯୁଗ ପର୍ଯ୍ୟନ୍ତ ଭାରତୀୟ ପରମ୍ପରା ଓ ସଂସ୍କୃତିର ଦସ୍ତାବିଜ ରୂପେ କଥା ସରିତ ସାଗରକୁ ବିବେଚନା କରାଯାଇପାରେ। କଥା ସରିତ ସାଗର କଥାମାନଙ୍କର ଏକ ରହସ୍ୟଭରା ସିନ୍ଧୁକ। ସେହି ସିନ୍ଧୁକ ଭିତରେ ପେଡ଼ି ଭିତରୁ ପେଡ଼ି ଓ ପୁଣି ପେଡ଼ି ଭିତରେ ଫରୁଆ ଓ ଫରୁଆ ଭିତରେ ଫରୁଆ ଭଳି କାହାଣୀମାନେ ବାହାରି ଆସନ୍ତି। ମୋର ଦୃଢ଼ ବିଶ୍ୱାସ ଏହି ଅନୁବାଦ ନୂଆ ପିଢ଼ିର ପାଠକମାନଙ୍କୁ ନିର୍ମଳ ମନୋରଞ୍ଜନ ଦେବା ସଙ୍ଗେ ସଙ୍ଗେ ଭାରତୀୟ ପରମ୍ପରା ଓ ସଂସ୍କୃତି ସହିତ ସୁପରିଚିତ କରାଇବାକୁ ସମର୍ଥ ହେବ। କଥା ସରିତ ସାଗର ଅଷ୍ଟମ ଗଳ୍ପ ଶ୍ରୀଦତ୍ତ କଥା ଚତୁର୍ଥ ଭାଗ। ସରସ୍ୱତୀଙ୍କ ପୂଜା ପାଇଁ ଥାଳି ସଜାଇ ବାସବଦତ୍ତା ସଖୀମାନଙ୍କର ସହିତ ଫେରି ଆସିଲେ। କିନ୍ତୁ ତାଙ୍କୁ ଜଣାପଡ଼ିଲା ନାହିଁ ଯେ ମୌଗନ୍ଧରାୟଣ କେଉଁଠୁ ଆସିଥିଲେ ଓ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ। ବାସବଦତ୍ତା ଆସିବା ମାତ୍ରେ ଉଦୟନ ତାଙ୍କୁ କହିଲେ, ଦେଖ, ଦ୍ୱାର ମୁହଁରେ ଯେଉଁ ବ୍ରାହ୍ମଣ ଜଣେ ଠିଆ ହୋଇଛନ୍ତି, ପୂଜା ପରେ ଦକ୍ଷିଣା ଦେବାକୁ ହୁଏ, ତେଣୁ ତାଙ୍କୁ ଭିତରକୁ ଡାକି ଆଣ। ମୌଗନ୍ଧରାୟଣ ବସନ୍ତକଙ୍କୁ ଏମିତି ବିରୂପ କରିଦେଇଥିଲେ ଯେ ତାଙ୍କୁ ଦେଖିଲେ ହସ ମାଡ଼ୁଥିଲା ଓ ତାଙ୍କୁ ଲୋକଙ୍କୁ ହସେଇବାକୁ ଚେଷ୍ଟା କରିବାକୁ ମୌଗନ୍ଧରାୟଣ କହିଥିଲେ। କିନ୍ତୁ ବସନ୍ତକ ତା ରାଜାଙ୍କର ଏପରି ଅବସ୍ଥା ଦେଖି ଓଲଟା କାନ୍ଦି ପକାଇଲେ। ଧରା ପଡ଼ିଯିବା ଭୟରେ ଉଦୟନ କଥା ସମ୍ଭାଳିବାକୁ ଯାଇ କହିଲେ, ବ୍ରାହ୍ମଣ, କାନ୍ଦ ନାହିଁ। ରୋଗ ଯୋଗୁଁ ତମେ ଯେଉଁ କୁତ୍ସିତ ଦେଖାଯାଉଛ ତାକୁ ମୁଁ ଦୂର କରିଦେବି। ଠିକ୍ ଅଛି, ତମେ ମୋ ପାଖରେ ରୁହ। ରାଜାଙ୍କ କଥା ଶୁଣି ବସନ୍ତକ ହସିବାକୁ ଲାଗିଲେ। ତାର ଅଦ୍ଭୁତ ହସ ଦେଖି ବାସବଦତ୍ତା ଓ ତାଙ୍କର ସଖୀମାନେ ମଧ୍ୟ ହସିବାକୁ ଲାଗିଲେ। ତଥାପି ବସନ୍ତକ ସେମାନଙ୍କର ମନ ଭୁଲାଇବାକୁ ଯେମିତି କଣ୍ଢେଇ ଭଳି ହୋଇଗଲେ। ବାସବଦତ୍ତା ତାଙ୍କୁ ପଚାରିଲେ, ଖାଲି ଏଇ କୌତୁକିଆ କଥା ଛଡ଼ା ତମେ ଆଉ କିଛି ଜାଣ କି? ବସନ୍ତକ କହିଲେ, ହଁ, ମୋତେ ବହୁତ ବଢ଼ିଆ ବଢ଼ିଆ ଗପ ସବୁ ଜଣା। ଗପ କଥା ଶୁଣି ବାସବଦତ୍ତା ଓ ତାଙ୍କର ସଖୀମାନେ ବସନ୍ତକଙ୍କର ଚାରିପାଖରେ ଘେରିଗଲେ ଓ ସେମାନଙ୍କୁ ଗପ ଶୁଣାଇବା ପାଇଁ କହିଲେ। ବସନ୍ତକ ସେମାନଙ୍କୁ ବହୁତ ସୁନ୍ଦର ଗପଟିଏ ଶୁଣାଇଲେ। ଗପ ଶୁଣି ସାରିବା ପରେ ବାସବଦତ୍ତା ଓ ତାଙ୍କର ସଖୀମାନେ ଖୁସି ହୋଇ ଚାଲିଗଲେ। ବାସବଦତ୍ତା ପ୍ରତିଦିନ ଉଦୟନଙ୍କ ପାଖରେ ଘଣ୍ଟା ଘଣ୍ଟା ଧରି ବସି ରହୁଥିଲେ। ଦୁହିଁଙ୍କ ଭିତରେ ପ୍ରେମ ଗଭୀର ହେଉଥିଲା। ମଝିରେ ମଝିରେ ମୌଗନ୍ଧରାୟଣ ଲୁଚି ଛପି ଉଦୟନଙ୍କୁ ଭେଟୁଥିଲେ ଓ ତାଙ୍କୁ ବୁଝାଉଥିଲେ। ଥରେ ସେ ବସନ୍ତକଙ୍କର ସାମ୍ନାରେ ରାଜାଙ୍କୁ କହିଲେ, ମହାରାଜ, ଆପଣଙ୍କର ବିବାହ ତ ଝିଅ ସହ କରିବାକୁ ରାଜା ମହାସେନଙ୍କର ବହୁତ ଇଚ୍ଛା। ବିବାହ କରାଇ ସେ ଆପଣଙ୍କୁ ବହୁତ ସମ୍ମାନ ଦେବେ ଓ ଏ କାରାଗାରରୁ ମୁକ୍ତ କରିଦେବେ। ତେଣୁ ଏପରି ହେବା ପୂର୍ବରୁ ତା ଝିଅକୁ ଅପହରଣ କରି ଆପଣ ଏଠାରୁ ପଳାଇବା ଉଚିତ ହେବ। ଏହିଭଳି ସେହି ଅଭିମାନର ମାନ ବି ଭାଙ୍ଗିବ ଆଉ ଆମର ଦୁର୍ବଳତାର କଳଙ୍କ ବି ପୋଛି ହୋଇଯିବ। ଏହି ରାଜା ମହାସେନ ରାଜକୁମାରୀଙ୍କୁ ଇନ୍ଦ୍ରବତୀ ନାମରେ ଗୋଟେ ମାଇ ହାତୀ ଅଛି। ସେ ମାଇ ହାତୀ ଏତେ ଜୋରରେ ଦୌଡ଼େ ଯେ ନଡ଼ାଗିରି ନାମକ ହାତୀ ଛଡ଼ା ଆଉ କୌଣସି ହାତୀ ତାର ସରିହେବ ନାହିଁ। ନଡ଼ାଗିରି ବି ସେହି ମାଇ ହାତୀର ପ୍ରେମରେ ଏମିତି ପଡ଼ିଛି ଯେ ସେ ଯୁଦ୍ଧଭୂମିକୁ ମଧ୍ୟ ଯାଉନାହିଁ। ନଡ଼ାଗିରିର ମାହୁନ୍ତ ନାମ ଆପାତକ। ତାକୁ ମୁଁ ବହୁତ ଧନ ଦେଇ ବଶ କରି ନେଇଛି। ଆପଣ ସେହି ମାଇ ହାତୀରେ ଚଢ଼ି
ବାସବଦତ୍ତାକୁ ସାଙ୍ଗରେ ନେଇ ଲୁଚି କରି ରାତିରେ ଏଠାରୁ ପଳାନ୍ତୁ। ଆମେ ଏଠିକାର ମୁଖ୍ୟ ମାହୁନ୍ତକୁ ତଣ୍ଟିଯାକେ ମଦ ପିଇ ବେହୋସ କରିଦେବୁ। ମୁଁ ଏହି କ୍ଷଣ ଆପଣଙ୍କର ବନ୍ଧୁ ପୁଲିନ୍ଦଙ୍କ ପାଖରୁ ଯାଉଛି ଓ ବାଟରେ ଯୁଦ୍ଧ ଲଢ଼ିବା ପାଇଁ ପ୍ରସ୍ତୁତ ରହିବାକୁ ତାକୁ କହିବି। ମୌଗନ୍ଧରାୟଣ ଚାଲିଯିବା ପରେ ବାସବଦତ୍ତା ସେଠାକୁ ଆସିଲେ ଓ ଉଦୟନ ସବୁ ଯୋଜନା ତାଙ୍କୁ ଜଣାଇଲେ। ସେ ବି ଉଦୟନଙ୍କ ସାଙ୍ଗରେ ଲୁଚି ପଳାଇବା ପାଇଁ ପ୍ରସ୍ତୁତ ହୋଇଗଲେ। ଦେବତାଙ୍କ ଭୋଗ ନାଁରେ ମୁଖ୍ୟ ମାହୁନ୍ତକୁ ଖୁବ୍ ମଦ ପିଆଇ ଦିଆଗଲା। ମାଇ ହାତୀ ଭଦ୍ରବତୀକୁ ବି ଖୁବ୍ ମଦ ପିଆଇ ଦିଆଗଲା। ଆପାତକ ମାଇ ହାତୀ ଭଦ୍ରବତୀକୁ ନେଇ ଆସିଲା। ବାସବଦତ୍ତା ପୂଜା କରିବା ପାଇଁ ମନ୍ଦିର ଯିବା ବାହାନାରେ ଭଦ୍ରବତୀ ଉପରେ ଚଢ଼ିଗଲେ। ଉଦୟନ ମୌଗନ୍ଧରାୟଣ ଦେଇଥିବା ହତିଆର ସାହାଯ୍ୟରେ ନିଜର ବନ୍ଧନକୁ କାଟି ପକାଇଲେ ଓ ତାଙ୍କ ବୀଣାକୁ ଧରି ସେ ମାଇ ହାତୀ ଉପରକୁ ଚଢ଼ି ବାହାରି ପଡ଼ିଲେ। ସେ ବସନ୍ତକ ଓ ଅନ୍ୟ ଜଣେ ସହଯୋଗୀଙ୍କ ସାଙ୍ଗରେ ସେଇ ନଗରରେ ଯେଉଁଠାରେ ପାଚେରୀ ଭାଙ୍ଗି ଯାଇଥିଲା ସେହି ବାଟ ଦେଇ ନଗର ବାହାରକୁ ଚାଲି ଆସିଲେ ଓ ଆସିଲା ବେଳେ ସେଠାରେ ପହରା ଦେଉଥିବା ସୈନ୍ୟମାନଙ୍କୁ ମାରିଦେଲେ। ଉଦୟନ ପଳାଇ ଯିବାର ଖବର ଯେମିତି ମହାସେନଙ୍କୁ ମିଳିଲା, ସେ ତାଙ୍କର ପୁଅ ପାଳକକୁ ନଡ଼ାଗିରି ହାତୀ ଉପରେ ବସି ସେମାନଙ୍କର ପିଛା କରିବାକୁ କହିଲେ। ଉଦୟନ ବାଣ ମାରି ପାଳକକୁ ରୋକିଦେଲେ। ନଡ଼ାଗିରି ମାଇ ହାତୀ ଭଦ୍ରବତୀ ଯୋଗୁଁ ଉଦୟନଙ୍କ ସେନା ଉପରେ ଆକ୍ରମଣ କଲା ନାହିଁ। ସେତିକିବେଳେ ମହାସେନଙ୍କର ଆଦେଶରେ ତାଙ୍କର ସାନ ପୁଅ ଗୋପାଳକ ସେଠାରେ ପହଞ୍ଚି ଯୁଦ୍ଧ ବନ୍ଦ କରାଇଲା। ସେ ଓ ଗୋପାଳକ ଉଦୟନଙ୍କ ସହିତ ଯୁଦ୍ଧ ନ କରି ଉଜ୍ଜୟିନୀ ଫେରିଗଲେ। ଉଦୟନ ଓ ବାସବଦତ୍ତା ସେହି ମାଇ ହାତୀ ଉପରେ ବସି ସାରା ରାତି ଓ ତା ପରଦିନ ଗାଧୁଆ ବେଳ ପର୍ଯ୍ୟନ୍ତ ଆଗକୁ ମାଡ଼ି ଚାଲିଥିଲେ। ଦ୍ୱିପହର ହୋଇଯାଇଥିଲା ଓ ହାତୀଟି 100 ଯୋଜନ ଚାଲି ସାରିଥିଲା। ଏଥର ଉଦୟନ ଓ ବାସବଦତ୍ତା ତା ଉପରୁ ଓହ୍ଲାଇ ଆସନ୍ତେ ସେ ପେଟ ଭର୍ତ୍ତି କରି ପାଣି ପିଇଲା ଓ ତାପରେ ମରିଗଲା। ଠିକ୍ ସମୟରେ କାମରେ ଆସିଥିବା ଭଦ୍ରବତୀକୁ ନିଜର ଆଖି ସାମ୍ନାରେ ମରିଯିବାର ଦେଖି ଉଦୟନ ଓ ବାସବଦତ୍ତା କାନ୍ଦି ପକାଇଲେ। ସେହି ସମୟରେ ସେମାନେ ଆକାଶବାଣୀ ଶୁଣିଲେ, ରାଜା, ମୁଁ ହିବ୍ୟାଧାରୀ ମାୟାବତୀ ସାପ ଯୋଗୁଁ ହାତୀ ହୋଇ ଜନ୍ମ ହୋଇଥିଲି ଓ ତମର ସହାୟତା କଲି। ଆଗକୁ ମୁଁ ତମ ପୁଅର ମଧ୍ୟ ଉପକାର କରିବି। ବିଦ୍ୟାଧାରୀ କଥା ଶୁଣିବା ପରେ ରାଜା ଉଦୟନ ଶୀଘ୍ର ଏହି ଘନ ଜଙ୍ଗଲକୁ ପାର ହୋଇଯିବା କଥା ବିଚାର କଲେ। ନିକଟରେ ବିନ୍ଧ୍ୟର ଚୂଡ଼ା ଉପରେ ପୁଲିନ୍ଦଙ୍କ ନଗର ଥିଲା। ସେମାନେ ନଗର ଅଭିମୁଖେ ଯାଉଥିଲା ବେଳେ ବାଟରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ପୁଲିନ୍ଦକ ଓ ମୌଗନ୍ଧରାୟଣଙ୍କ ସହିତ ତାଙ୍କର ଭେଟ ହେଲା। ଉଦୟନ ମୌଗନ୍ଧରାୟଣ ଓ ବସନ୍ତକଙ୍କ ସହିତ ସେହି ଭିଲ ଗାଁରେ କିଛି ଦିନ ରହିଲେ। କୌଶାମ୍ବୀରୁ ରୁଣ୍ଡମାନ ସେମାନଙ୍କୁ ମହାସେନଙ୍କର ବିପକ୍ଷରେ ଯୁଦ୍ଧର ସାହାଯ୍ୟ କରିବାକୁ ସୈନ୍ୟ ସହ ଆସି ପହଞ୍ଚିଲେ। ବିନ୍ଦୁ ଯୁଦ୍ଧର ଆଉ ଆବଶ୍ୟକତା ନଥିଲା। ଏହି ସମୟରେ ମହାସେନ ଦୂତ ପଠାଇ ଖବର ଦେଲେ ଯେ ତାଙ୍କର ଜ୍ୱାଇଁ ରାଜା ଉଦୟନ ଓ ଝିଅ ବାସବଦତ୍ତା ଉପରେ ସେ ସନ୍ତୁଷ୍ଟ ଓ ଦୁହିଁଙ୍କୁ ଆଶୀର୍ବାଦ ପଠାଇଛନ୍ତି। ବାପା ମାଆଙ୍କୁ ନ ଜଣାଇ ଲୁଚି କରି ପଳାଇ ଆସିଥିବା ଯୋଗୁଁ ବାସବଦତ୍ତାଙ୍କର ମନରେ ଯେଉଁ ଦୁଃଖ ହୋଇଥିଲା, ବାପା ପଠାଇଥିବା ସନ୍ଦେଶ ପାଇ ସେ ଦୁଃଖଟି କଟିଗଲା। ଭିଲ ଗ୍ରାମରେ କିଛି ଦିନ ସୁଖରେ କଟାଇ ମହାରାଜ ଉଦୟନ, ବସନ୍ତକ, ମୌଗନ୍ଧରାୟଣ ଓ ବାସବଦତ୍ତାଙ୍କୁ ସାଙ୍ଗରେ ନେଇ କୌଶମ୍ବୀ ଫେରିଆସିଲେ। ରାଜା ଫେରିଆସିଥିବାରୁ ନଗରକୁ ନବବଧୂ ଭଳି ସଜାଇ ଉତ୍ସବ ପାଳନ କରାଗଲା। ପ୍ରଥମ ଦିନ ରାଜା ବାସବଦତ୍ତାଙ୍କୁ ନେଇ ମନ୍ତ୍ରୀ ରୁଣ୍ଡମାନଙ୍କର ମହଲରେ ରହିଲେ। ତା ପରଦିନ ସେ ରାଜକୁମାରୀଙ୍କୁ ନେଇ ନିଜ ପ୍ରାସାଦରେ ପହଞ୍ଚିଲେ। ପରଦିନ ହିଁ ମହାସେନଙ୍କର ଆଦେଶରେ ରାଜକୁମାର ଗୋପାଳକ ମଧ୍ୟ ଆସିଗଲେ ଓ ଉଦୟନ ଓ ବାସବଦତ୍ତାଙ୍କ ପାଇଁ ବିବାହର ଆୟୋଜନ ଲାଗିଗଲା। ସେମାନଙ୍କର ବିବାହ ବଡ଼ ଧୁମଧାମରେ ହେଲା। ମହାରାଜ ଉଦୟନ ମୂଳରୁ ରାଜକାର୍ଯ୍ୟରେ ମନୋଯୋଗୀ ନଥିଲେ। ବିବାହ ପରେ ସେ ବାସବଦତ୍ତାଙ୍କ ପ୍ରେମରେ ଏମିତି ବାନ୍ଧି ହୋଇଗଲେ ଯେ ତାଙ୍କ ବିଶ୍ୱାସୀ ମନ୍ତ୍ରୀ ମୌଗନ୍ଧରାୟଣ ଓ ରୁଣ୍ଡମାନଙ୍କ ଉପରେ ସବୁ ରାଜକାର୍ଯ୍ୟ ବୁଝିବାର ଭାର ଛାଡ଼ିଦେଇ ରଙ୍ଗରସ, ସଙ୍ଗୀତ ଓ ବାସବଦତ୍ତାଙ୍କ ସହ ପ୍ରେମରେ ମାତି ରହିଥିଲେ। ଦିନେ ବରିଷ୍ଠ ମନ୍ତ୍ରୀ ମୌଗନ୍ଧରାୟଣ ତାଙ୍କର କନିଷ୍ଠ ମନ୍ତ୍ରୀ ରୁମଣ୍ଡମାନଙ୍କୁ କହିଲେ, ଆମ ମହାରାଜ ପାଣ୍ଡବ ବଂଶରେ ଜନ୍ମ ନେଇଛନ୍ତି। ବଂଶାନୁକ୍ରମେ ସାରା ଭାରତ ତାଙ୍କର। ରାଜଧାନୀ ହସ୍ତିନାପୁରରେ ମଧ୍ୟ ତାଙ୍କର ରାଜତ୍ୱ ହେବା ଉଚିତ। କିନ୍ତୁ ସେ ଯୁଦ୍ଧ କରିବାକୁ ଉଦାସୀନ, ସ୍ତ୍ରୀ ଓ ମଦିରା ପ୍ରତି ଆସକ୍ତ। ଆମକୁ ଏମିତି କିଛି କରିବାକୁ ହେବ ଯାହାଦ୍ୱାରା
ଆମର ରାଜଭକ୍ତି ଓ ମନ୍ତ୍ରିତ୍ୱ ଉଭୟ ସଫଳପ୍ରଦ ହେବ। ଯେତେ ଦିନ ପର୍ଯ୍ୟନ୍ତ ମହାରାଜାଙ୍କର ମନ ମହାରାଣୀ ବାସବଦତ୍ତାଙ୍କଠି ଲାଗିଥିବ, ସେ ଆଉ କିଛି କାମ କରିବେ ନାହିଁ। ପୁଣି ଆମେ ପୃଥିବୀ ବିଜୟରେ ସବୁଠୁ ବଡ଼ ବାଧା ହେଉଛନ୍ତି ରାଜା ପ୍ରଦ୍ୟୋତ। ଆମେ ଏମିତି କରିବା, ତାଙ୍କ ଝିଅ ସୁନ୍ଦରୀ ପଦ୍ମାବତୀଙ୍କ ସହିତ ଆମ ମହାରାଜାଙ୍କର ବିବାହ ପାଇଁ ପ୍ରସ୍ତାବ ପଠାଇବା। ଆଗରୁ ଥରେ ଆମେ ରାଜା ପ୍ରଦ୍ୟୋତଙ୍କ ପାଖକୁ ଏହି ପ୍ରସ୍ତାବ ପଠାଇଥିଲୁ। ସେ ଉତ୍ତର ଦେଇଥିଲେ ଯେ ଉଦୟନଙ୍କ ରାଣୀ ବାସବଦତ୍ତାଙ୍କ ପ୍ରତି ଅତ୍ୟଧିକ ପ୍ରେମ ଯୋଗୁଁ ସେ ତାଙ୍କ ଝିଅକୁ ଉଦୟନଙ୍କୁ ଦେବେ ନାହିଁ। ତେଣୁ ଆମେ ଏମିତି କରିବା, ରାଣୀ ବାସବଦତ୍ତାଙ୍କର ମିଛ ମଲା ଖବର ପ୍ରଚାର କରିଦେବା। ବାସବଦତ୍ତା ଯେପର୍ଯ୍ୟନ୍ତ ଅଛନ୍ତି, ଆମ ମହାରାଜାଙ୍କର ଦ୍ୱିତୀୟ ବିବାହ ହେବା ଅସମ୍ଭବ। ସମାପ୍ତ।